ଛାମୁଙ୍କ ଜନ୍ମଦିନରେ ଲାଗିଗଲେ ବିଜେଡି ସାଂସଦ ଓ ମେୟର। ପୃଥକ ସ୍ଥାନରେ ଜନ୍ମଦିନ ପାଳନ କଲେ, ପୃଥକ ଭାବେ ବୁଲି ବୁଲି ଫଳ ବାଣ୍ଟିଲେ। ସୁବାସଙ୍କୁ ନିମ୍ନ ସ୍ତରର ନେତା କହିଲେ ଦେବାଶିଷ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ କିଛି ସ୍ଥାନରେ ବିଜେଡିର ଗୋଷ୍ଠୀ କନ୍ଦଳ ଜଳ କରି ଦେଖାଦେଇଛି। ପୃଥକ ପୃଥକ ସ୍ଥାନରେ ବିଜେଡି ପକ୍ଷରୁ ନବୀନଙ୍କ ଜନ୍ମଦିନ ପାଳନ କରାଯାଇଥିବା ବେଳେ କଟକ ଓ ପାରାଦୀପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। କଟକରେ ଗୋଟିଏ ପଟେ ଜିଲ୍ଲା ବିଜେଡି ପକ୍ଷରୁ ମେୟର ସୁବାସ ସିଂ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କ ସହ କର୍ପୋରେଟର ମିଶି ସିଡିଏଠାରେ ଏକ ଅନାଥ ଆଶ୍ରମରେ ଫଳ ବାଣ୍ଟିବା ସହ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ। ଅନ୍ୟପଟେ ଦେବାଶିଷ ସାମନ୍ତରାୟ ଓ ତାଙ୍କ ସମର୍ଥକମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବାଣ୍ଟିବା ସହ ନବୀନଙ୍କ ଜନ୍ମଦିନ ପାଳନ କରିଥିଲେ। ଉଭୟଙ୍କ ସହିତ କିଛି ଦଳୀୟ କର୍ମୀମାନେ ମଧ୍ୟ ସାମିଲ ଥିଲେ। ତେବେ ଏ ବାବଦରେ ଦେବାଶିଷଙ୍କୁ ପଚାରିବାରୁ ଦେବାଶିଷ କହିଛନ୍ତି ଯେ କଟକରେ ବିଜେଡି ଗୋଟିଏ, ଦ୍ୱିତୀୟ ବିଜେଡି ନାହିଁ। ମୁଁ ଏଠାରେ ବିଧାୟକ ଥିଲି, ନବୀନ ବାବୁଙ୍କ ଜନ୍ମଦିନ ପାଳନ କରୁଛୁ। ଅସଲ ବିଜେଡି କେଉଁଟା ତାଙ୍କୁ ପଚରାଯାଉ। ମୋତେ କାର୍ଯ୍ୟକ୍ରମକୁ ଡାକିବା ପାଇଁ ସେମାନଙ୍କର ସତ ସାହସ ନାହିଁ, କାରଣ ସେମାନେ ନିମ୍ନ ସ୍ତରର ନେତା। ତେବେ ଦେବାଶିଷଙ୍କ ଏଭଳି କଡ଼ା ଟିପ୍ପଣୀ ପରେ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂ। ସେ କହିଛନ୍ତି ଯେ ମେୟର ଏବଂ ଜିଲ୍ଲା ସଭାପତି ଯଦି ନିମ୍ନ ସ୍ତରର ତାହେଲେ ସେ କ'ଣ? ନବୀନ ବାବୁଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଜିଲ୍ଲା ବିଜେଡି ପକ୍ଷରୁ କରାଯାଇଥିଲା। ସେଥିରେ ସମସ୍ତେ ଉପସ୍ଥିତ ଥିଲେ, ହେଲେ ଦେବାଶିଷ ନଥିଲେ। ସେ କେତେବେଳେ କ'ଣ ବକ୍ତବ୍ୟ ରଖନ୍ତି ସେ ଜାଣନ୍ତିନି। ତାଙ୍କ ବକ୍ତବ୍ୟ ବାବଦରେ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ମେୟର ସୁବାସ ସିଂ କହିଛନ୍ତି। ଅପରପକ୍ଷରେ ପାରାଦୀପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ଅଲଗା ଅଲଗା ହୋଇ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଛି। ସକାଳେ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପରିସରରେ ପାଳିତ ହୋଇଥିବା ଉତ୍ସବରେ ସମ୍ବିତ ରାଉତରାୟ ଓ ବାପି ସର୍ଖେଲଙ୍କ ସମର୍ଥକ ଯୋଗ ଦେଇଥିବା ବେଳେ ସନ୍ଧ୍ୟାରେ ଅନ୍ୟ ଗୋଷ୍ଠୀ ପାରାଦୀପ ଶ୍ରମିକ ଭବନ ପରିସରରେ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିଛନ୍ତି। ପୌରହିତ୍ୟରେ ସନ୍ଧ୍ୟା କାର୍ଯ୍ୟକ୍ରମ ହୋଇଥିବା ବେଳେ ସେଥିରେ ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ ଓ ଅନ୍ୟମାନେ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ସରକାର ନ୍ୟୁଜ୍।